କ୍ଷୀରିଖିଆ ଅଲାରନାଥ। ଏକଦା ସୁଦୂର ଦାକ୍ଷିଣାତ୍ୟର ଜଣେ ସିଦ୍ଧ ସାଧକ ଶ୍ରୀଆଲବନ୍ଦରାଚାର୍ଯ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଭିଳାଷ ନେଇ ପଦବ୍ରଜରେ ଧାଇଁ ଆସିଥିଲେ ଶ୍ରୀକ୍ଷେତ୍ରକୁ। ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବେଳକୁ ଆରମ୍ଭ ହୋଇଯାଇଥାଏ ମହାପ୍ରଭୁଙ୍କ ଅଣସର ନୀତି। ମହାପ୍ରଭୁଙ୍କ ଦର୍ଶନ ବନ୍ଦ। ପ୍ରଭୁଙ୍କ ଭକ୍ତ ଜଣକ ନିରାଶ ହୋଇ ପଡ଼ିଲେ। ଭାବିଲେ, ଏତେ ପରିଶ୍ରମ କରି ଆସିଲି, ମହାପ୍ରଭୁଙ୍କ ଦର୍ଶନ ହୋଇପାରିଲା ନାହିଁ। ପ୍ରଭୁ କଣ ମୋ ଉପରେ ରୁଷ୍ଟ କି? କିଛି ଭୁଲ ହୋଇଗଲା ବୋଧହୁଏ। ଏ କଳୁଷିତ ପାପୀ ଜୀବନ ରଖି ଲାଭ କଣ? ଯାଉଛି ମହୋଦଧିରେ ପ୍ରାଣ ବିସର୍ଜନ କରିବି। ଏକ ମୁହାଁ ହୋଇ ଦକ୍ଷିଣ ଦିଗ ବାଲିସାହି ରାସ୍ତା ଦେଇ ସମୁଦ୍ର ଆଡ଼କୁ ଅଗ୍ରସର ହେଲେ। ସେହି ରାସ୍ତା ଧାରରେ ଥିବା ଶ୍ରୀ ମଶାଣୀ ମହାବୀରଙ୍କ ମନ୍ଦିର ନିକଟରେ ଏକ ଦୀର୍ଘକାୟ ବାନର ଆସି ତାଙ୍କ ପଥ ଓଗାଳି ପଶ୍ଚିମାଭିମୁଖୀ କରାଇଲା। ସେହି ମର୍କଟ ସହିତ ସେ ଦୀର୍ଘ 14 କି.ମି. ରାସ୍ତା ଚାଲି ଚାଲି ଯାଇ ରାତି ଶେଷ ପ୍ରହର ବେଳକୁ ବ୍ରହ୍ମଗିରିଠାରେ ପହଞ୍ଚିଲେ। ସେଠାରେ ସେ ବିପୁଳ ଜନସମାଗମ ଦେଖି ବିସ୍ମିତ ହେଲେ। ଶବରଙ୍କ ଦ୍ୱାରା ଗୁପ୍ତରେ ପୂଜିତ ବିଗ୍ରହଙ୍କୁ ଦର୍ଶନ କରି ମନ ତାଙ୍କର ଶାନ୍ତ ହେଲା। ସେହି ଦିନଠାରୁ ଅନବସର କାଳରେ ଯେଉଁ ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ ଇଚ୍ଛା କରନ୍ତି, ସେମାନେ ସେହି ବିଗ୍ରହଙ୍କୁ ଦର୍ଶନ କରିଥାନ୍ତି ଏବଂ ମହାପ୍ରଭୁଙ୍କ ସାନ୍ନିଧ୍ୟ ପ୍ରାପ୍ତ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଅଲବନ୍ଦରାଚାର୍ଯ୍ୟଙ୍କଠାରୁ ଏହି ପରମ୍ପରା ଆସିଥିବାରୁ ବ୍ରହ୍ମଗିରିଠାରେ ସେହି ମହାବିଷ୍ଣୁ ବିଗ୍ରହ ଅଲାରନାଥ ନାମରେ ପୂଜା ପାଇ ଆସୁଛନ୍ତି। ଶ୍ରୀ ଅଲାରନାଥଙ୍କ ପୀଠ ପ୍ରଖ୍ୟାତ ବିଷ୍ଣୁ ପୀଠ ଭାବେ କାହିଁ କେଉଁ କାଳରୁ ବିଖ୍ୟାତ ହୋଇ ରହିଆସିଛି। ବ୍ରହ୍ମଗିରି ନହରପଦା ବଜାର ନିକଟରେ ଅବସ୍ଥିତ ଶ୍ରୀ ଅଲାରନାଥ ମନ୍ଦିର ମାଦଳା ପାଞ୍ଜିର ବର୍ଣ୍ଣନା ଅନୁଯାୟୀ ଗଙ୍ଗବଂଶ ନୃପତି ମଦନ ମହାଦେବଙ୍କ ରାଜତ୍ରଦ୍ୱୟ ଅଙ୍କରେ ନିର୍ମାଣ ହୋଇଥିଲା। ଐତିହାସିକ ଡା. ମନ୍ମଥ ନାଥ ଦାସ ତାଙ୍କ ଲିଖିତ ଭାରତ ଇତିହାସ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ଯେ 10 ଶତାବ୍ଦୀରେ ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ଏହି ମନ୍ଦିରର ଜୀର୍ଣ୍ଣ ସଂସ୍କାର ହୋଇଥିଲା। ପ୍ରଭୁ ଅଲାରନାଥଙ୍କ ମନ୍ଦିର ଖ୍ରୀଷ୍ଟାବ୍ଦରେ ନିର୍ମିତ ବୋଲି ଐତିହାସିକ ପ୍ରମାଣ ମିଳେ। ଶ୍ରୀଅଲାରନାଥ ହେଉଛନ୍ତି ସ୍ୱୟଂ ବିଷ୍ଣୁଙ୍କ ବିଗ୍ରହ। କିମ୍ବଦନ୍ତୀ ଅନୁଯାୟୀ ସତ୍ୟଯୁଗରେ ଶ୍ରୀମନ୍ଦିର ପ୍ରତିଷ୍ଠା ନିମିତ୍ତ ସୃଷ୍ଟିକର୍ତ୍ତା ବ୍ରହ୍ମା ସ୍ୱର୍ଲୋକରୁ ଦିବ୍ୟ ବିମାନରେ ଆସି ବ୍ରହ୍ମବନଠାରେ ଅବତରଣ କରିଥିଲେ। ବ୍ରହ୍ମବନ ଅଧୁନା ବ୍ରହ୍ମଗିରି ଭାବେ ଜଣା। ପିତାମହ ଏଠାରେ ପହଞ୍ଚି ଏକ ବାଲୁବନ୍ତଠାରେ ନାରାୟଣଙ୍କ ମୂର୍ତ୍ତି ସ୍ଥାପନ କରି ନୀଳାଚଳ ଯାତ୍ରା କରିଥିଲେ। ଗବେଷକମାନେ କହନ୍ତି ଅଲାରନାଥ ଶବ୍ଦ ଏକ ଦ୍ରାବିଡ଼ ଶବ୍ଦ ଆଲ୍ଧାରନାଥରୁ ଉଦ୍ଭବ ହୋଇଛି। ଆଲ୍ଧାର ଅର୍ଥ ଭକ୍ତ। ଭକ୍ତଙ୍କ ନାଥ ହୋଇଥିବାରୁ ସେ ଆଲ୍ଧାରନାଥ। ଏହି ଶବ୍ଦ ପରେ ଅପଭ୍ରଂଶ ହୋଇ ଅଲାରନାଥ ହୋଇଛି। ମୁଖ୍ୟ ମନ୍ଦିର ଗର୍ଭଗୃହ କଳାମୁଗୁନି ପଥର ନିର୍ମିତ 1 ଫୁଟ ଉଚ୍ଚତାର ବେଦୀ ଉପରେ ପୂଜିତ ଶ୍ରୀ ଅଲାରନାଥଙ୍କ ବିଗ୍ରହ 5 ଫୁଟ ଉଚ୍ଚର ତୋରଣ ବେଷ୍ଟିତ ଶ୍ରୀନାରାୟଣ ମୂର୍ତ୍ତି। ସୂକ୍ଷ୍ମ କାରୁ କାର୍ଯ୍ୟ ସମ୍ପନ୍ନ ତୋରଣ ସହ ବିଗ୍ରହ ଗୋଟିଏ ଖଣ୍ଡ କଳାମୁଗୁନି ଶିଳାରେ ନିର୍ମିତ। ବାମ ପାର୍ଶ୍ୱରେ ରହିଛନ୍ତି ଅଷ୍ଟଧାତୁ ନିର୍ମିତ ଶ୍ରୀଦେବୀ, ଡାହାଣକୁ ରହିଛନ୍ତି ଭୂଦେବୀ। ଏହି ଦୁଇ ବିଗ୍ରହକୁ କେହି କେହି ମଧ୍ୟ ଶ୍ରୀକୃଷ୍ଣଙ୍କ ପାଟବଂଶୀ ରୁକ୍ମିଣୀ ଏବଂ ସତ୍ୟଭାମା ବୋଲି କହିଥାନ୍ତି। ଏହି ତୋରଣର ମଧ୍ୟ ଭାଗରେ ଗୋପୀଶ୍ରେଷ୍ଠା ଲଳିତା ଓ ବିଶାଖା ଚାମର ହସ୍ତରେ ବିଦ୍ୟମାନ ଅଛନ୍ତି। ତୋରଣ ଊର୍ଦ୍ଧ୍ୱଭାଗରେ ଦୁଇ ପାର୍ଶ୍ୱରେ ବିରାଜମାନ କରିଛନ୍ତି ବ୍ରହ୍ମା ଏବଂ ଶିବ। ଅଲାରନାଥଙ୍କ ବାମ ଉପର ହସ୍ତରେ ପାଞ୍ଚଜନ୍ୟ ଶଙ୍ଖ, ଦକ୍ଷିଣ ହସ୍ତରେ ଚକ୍ର ସୁଦର୍ଶନ, ନିମ୍ନ ବାମ ହସ୍ତରେ କୋମୋଦକୀ ଗଦା ଓ ନିମ୍ନ ଦକ୍ଷିଣ ହସ୍ତ ପଦ୍ମ ସହିତ ଅଭୟ ମୁଦ୍ରାରେ ରହିଛି। କମନୀୟ ଅଲାରନାଥଙ୍କ ବିଗ୍ରହ ପାଦଦେଶରେ ଯୋଡ଼ହସ୍ତ ହୋଇ ଗରୁଡ଼ ବିଜେ କରିଛନ୍ତି। ଶ୍ରୀ ଅଲାରନାଥ ମହିମା ପୁସ୍ତକ ଅନୁଯାୟୀ ଗରମ କ୍ଷୀରି ସେବନ କାଳରେ ପ୍ରଭୁଙ୍କ ଉପରେ କ୍ଷୀରି ପଡ଼ି ତାଙ୍କ ହସ୍ତ, ମୁଖ ଓ ବକ୍ଷ ଦେଶରେ ଫୋଟକା ଚିହ୍ନ ରହିଛି। ମନ୍ଦିର ବେଢ଼ାରେ 18 ଫୁଟ ଉଚ୍ଚତାର ଗୋଟିଏ ମଣ୍ଡପାକୃତି ମନ୍ଦିର, 6 ଫୁଟ ଲମ୍ବ ପ୍ରସ୍ଥ ବିଶିଷ୍ଟ ଏକ ବଉଳମାଳା ପ୍ରସ୍ତରରେ ଚିତ୍ରିତ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସର୍ବାଙ୍ଗ ଚିହ୍ନ ଦୃଶ୍ୟମାନ ହେଉଛି। କୁହାଯାଏ, ଚୈତନ୍ୟ ମହାପ୍ରଭୁ ଏକଦା ଅଣସର କାଳରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଏଠାରେ ଅଲାରନାଥଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ଦର୍ଶନ କରିଥିଲେ। ଏହି ଶିଳାରେ ତାଙ୍କ ଶରୀରର ଚିହ୍ନ ରହିଯାଇଛି। ଏହି ମନ୍ଦିରଟି ମସିହାରେ ଜନୈକ ଦାତାଙ୍କ ଅର୍ଥରେ ନିର୍ମିତ ହୋଇଥିଲା ଓ ମସିହାରେ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରାହୋଇଛି। ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା ସବୁ ନୀତିକାନ୍ତି
पर्वपर्वाणी और वैष्णवीय परंपरा श्रीअलारनाथଙ୍କ पीठरे पालित होइथाय। श्रीअलारनाथ देवଙ୍କ बेशर परंपरा मध्य खूब चमत्कार। एही बेश दुई प्रकारर यथा दैनंदिन बेश उत्सव भित्तिक बेश। प्रभुंकर चंदन चर्चित नित्य बड़ सिंहार बेश अतीव मनलोभा। 1952 मसीहारू श्री अलारनाथ मंदिरर परिचालना पूजा नीति और बेश भार देवोत्तर विभाग द्वारा निर्वाचित एक ट्रस्ट बोर्ड द्वारा हेउछि। ओडिशार एक प्रख्यात विष्णुपीठ भावे श्री अलारनाथ देवଙ୍କ प्रसिद्धि केउ स्मरणातीत कालरू रही आसिछि। अनवसर महात्म्ୟରେ नीलगिरी और ब्रह्मगिरी एक एवं अभिन्न बोली चित्रित होइछन्ति। उभय श्री अलारनाथ और महाप्रभु श्रीजगन्नाथ रूपरे स्वयं विष्णु एही पवित्र क्षेत्र विराजमान पूर्वक मानवीय लीला प्रदर्शन करी साधुभक्तगणଙ୍କୁ आशीर्वाद प्रदान करुछन्ति। श्रीअलारनाथंकर प्रिय भोग खीरी। एही भोग विषय एक सुंदर किंवदंती रहिछि। बहुदिन तलर कथा। श्रीअलारनाथंक पूजक थांती श्रीकेतन पंडा। स्त्री सची देवी और 12 वर्ष बयसर पुओकु नेई तांको संसार। पंडा दिने तीर्थ यात्रारे बाहरिले। पुओकु डाकी कहिले, बाबा ए दियो आमर इष्ट। तांकु पूजा करुथिबु। केबे भी हेळा करिबुनी, किंतु मां तार कहिथांती अलार तोर सांग। तेणु से नीति देउळ जाए, अलारंको सहित गप करे, तांकु गीत सुनाए। प्रभुंको श्रीअंग छुई सीए नाचे। पंडाए गलाबेले पुओकु कहि जाई थांती, बाबुरे प्रभुंकु न खुआई तू केबे किछि खाइबु नाही। परदिन सकाळु ब्राह्मणी रांधिथिबा प्रसाद धरी टिकी ब्राह्मण देउळकु गले। दियोंकु देखी हसी देई प्रसाद सामनारे रखी कबाट आउजेई देई कहिले, आस अलारे खाओ खीरी। बापा जाइछन्ति तीर्थ करी। एतक कहिदेई से दियोंक आगरे प्रसाद रखी देई खेलिबाकु चली जाए। से बापांक कथा रखी ठाकुर न खाइबा जाए आसे नाही। पिलाटीर ए दृढ़ भक्ति देखी प्रभु अलारनाथ सबुदिन खीरी प्रसाद खाई दियंती आउ ब्राह्मण बालकटी खाली पात्र धरी घरकु महा आनंद होई फेरे। भोग न आनी खाली पात्र धरी आसुथिबारु ता मां चिंता कले, बोधहुए पिलाटी निजे सबु खीरी खाई देउछि आउ घरकु खाली पात्र धरी फेरुछि। हेले बालकटी कहे, ठाकुर खीरी खाऊ देउछन्ति। किछि दिन परे पंडा तीर्थरू फेरी आसिले। पुअर कांड देखी मिछ कहुछि भाबी माड़ गुड़ाए मारिले। तथापि से सेही गोटिए कथा कहिला, अलारे खीरी खांती। सीए परा मोर संग। ब्राह्मण तही परदिन छुआटीर कथार सत्यता परीक्षा करिबा पई ता साथिरे गले। पूर्वपरी पुओ भोग लगाई मंदिर द्र बंद करी आसिबा परे ब्राह्मण मंदिर गर्भगृह भितरकु लुचि लुचि प्रवेश कले। देखिले गर्भगृहर घन अंधार भितरे केही जणे कला पुरुष प्रसाद सबु खाई जाउछन्ति। एहा देखि ब्राह्मण सेही कालिया पुरुषंकर हाथ धरी पकाइले। सीए तो थिले स्वयं महाप्रभु। तुरंत अंतर्ध्यान होईगले प्रभु। किंतु तरभ्र होई बाहरी गलाबेले हातरे थिबा गरम खीरी छिटिकी पड़ी प्रभुंको ओठ आउ हाथ पोड़ीगला। ब्राह्मणंकर चेता पशिला, पिलाटीर कथा ठीक, एहा जानिबाकू तांकर आउ बाकी रहिला नाही। प्रभुंको पाद तले पड़ी क्षमा मागिले। छोट पिलाटीर भक्ति एवं बंधुताकू ग्रहण करी प्रभु खीरी खाइबाकू आसुथिले। एकथा चारिआडे राष्ट्र होईगला। अलारनाथ प्रचारित होईगले खीरीखिया अलारनाथ भावे। विग्रहंको मुह आउ ओठरे सेही पोड़ा फुटका चिन्ह एबे मध्य दृश्यमान। एहा थिला प्रभुंको भक्त भाव विनोदिया लीला। जय श्रीअलारनाथ। अर्जुनी चरण बेहेरा। आपण शीर्षक चैनल को सब्सक्राइब कलेनी कि जदि करिना एबे सब्सक्राइब करिनियंतु। एभली दिव्य सीरीज आध्यात्मिक पौराणिक साहित्य गल्प कविता तथा ओडिया भाषा और संस्कृतिर समृद्धि पाई एही यात्रा रे शामिल होई बहुल मात्रा रे लाइक कमेंट और शेयर करंतु। जय जगन्नाथ।